पंचम अध्याय पंचमे नारद प्रवेश व्यासंकु देले उपदेश हरि कीर्तन भागवत पर प्रसन्न हेब चित सुत कहती अनुरागे हर से मुनिकर आगे सुतवाच शुण सकल मुनि जने हरिचरित सावधाने व्यास समीपे देव ऋषि सुख आसने दृढ़े बसी कुशल वार्ता पूछे तो से जे जात गोविंदर अंशे हरे से बीणा करे नेई कहती व्यास मुख चाई नारद बाच हे पराशर ऋषि सुत तुम्भे स्वभावे भागवत किंपा चांचल्य तुम्भ मन देखी जानिलु आंबे ध्याने सकल वेद शिष्य देई पुराण भारत भियाई संसारे इष्ट धर्म जेते सर्वसंपन्न तुम्भ चिते बोले जानिली मुहि एहा तुम्भे स्वभावे पुण्य देहा वेद विचारी ब्रह्मचिंती चित्त नोहिला तुम्भ शांति नारद वाक्य शुणी कने व्यास कहती सावधाने बा व्यासोवाच तुम्भे कहिल मुनि जेते मोर अभ्यास बहु मते वेद पुराण अर्थ जेते मु सर्व संपादिली चिते तथापि आत्मा तोष नुहे मन न रहे स्थिर देहे तुम्भे जे ब्रह्मांक नंदन बोले जानिल मोर मन ए मन स्थिर करिबारे गोविंद बिना कहबा पारे सकल शास्त्र तहु सारो तार महिमा गोचर तार भक्ति जेणु नाही एणु मो चित्त स्थिर काहीं तुम्भे सकल तत्व जान विष्णु महिमा परिमाण से सर्व जीवंक ईश्वर जार माया रे संसार सृजई पालई संघरे त्रिगुण मध्य से विहरे से माया ताकू न लागई नित्य से निज सुखे थाई एतिनी लोक तुम्भ देह निरते भ्रमेर विप्राय प्राणीक बाह्य आभ्यंतरे जे सने समीर संचरे आत्मा जे सने साक्षी रूपे नित्य विहर निज सुखे पर बर ब्रह्म जले मोहर स्नान सुनिश्चले से जल शीत विष्णु भाव नित्य करई अनुभव तथापि न्यून भाव घोर मन प्रसन्न नुहे मोर तार महिमा परिमाणी तुम्बहु अन्य के बाजाणी कह आनंदे मुनिवर जे मन्ते मन हेब स्थिर नारद उवाच बमुनि सत्य ए वचन तेणु संतोष नुहे मन कृष्ण निर्मल जस गुण जेणु न कल उच्चारण जे धर्मे कृष्ण तोष नही जे धर्म निउ न अटई धर्म संपद काम वर्ते जेते कहिल वेद पते जेबे गोविंद गुणग्राम अभ्यास थांता किछि श्रम तेबे कि मन असंतोष कहि शुण उपदेश जेबे जिह्वा वाक्य श्रम न करे कृष्ण गुणगान जे वाणी जगत तारिणी ता छाड़ी अन्य जेबे भणी ताहाकु बोली काकवाणी जही रे गोविंद न शुणी निश्चय काक तीर्थ सेई से जले केबा अबगाही परमहंस मुनि मेले जे थांती पुण्य तीर्थ कूले जे वाक्य कृष्ण गुण गाई निश्चय पुण्य तीर्थ सेई से वाक्य जन तापनासे तीर्थ जे सने पाप ध्वंसे
କୃଷ୍ଣର ଗୁଣ ଗାଥା ଯେବେ ପ୍ରବନ୍ଧେ ଉଚ୍ଚାରୋଇ ଭାବେ ପଦ ଦୂଷିତ ଯେବେ ହୋଇ ସେ ବାଣୀ ସର୍ବ ପାପ ଦହି ଏଣୁ ସାଧବେ ନିତ୍ୟ ଶୁଣି ଅନନ୍ତ ଯଶ ଗୁଣ ଭଣି ସେ ହରି ଭାବ ଯେବା ଛାଡ଼ି ଯାଆନ୍ତି କର୍ମ ପଥ ମାଡ଼ି ଯେ ପୁଣ୍ୟ ବେଦ ମାର୍ଗ କରେ ସକାମ ଚିତ୍ତେ ଫଳ ଧରେ ହରିକି ନ କରେ ଅର୍ପଣ ସେ ସର୍ବ ଫଳ ଅକାରଣ ନିଷ୍କାମ ମତେ ଯେ ସନ୍ନ୍ୟାସୀ ତପ ସାଧନ୍ତି ବନେ ପଶି ହରି ମହିମା ଛାଡ଼ି ଯେବେ ଅତି ନିର୍ମଳ ଜ୍ଞାନ ଭାବେ ସେ କାହୁଁ ଅଶୁଭ ନାସିବ ତପ ସାଧିଲା ଫଳ ଦେବ ତୁମ୍ଭେ ସ୍ୱଭାବେ ଭାଗବତ ମହାନୁଭବ ସୂଚିମତ ସତ୍ୟ ବଚନ ଧୃତବ୍ରତ ଏଣୁ ଅମୋଘ ତୁମ୍ଭ ଚିତ ସମାଧି କରି କୃଷ୍ଣ ପାଦେ ତାର ଚରିତ ଅନୁବାଦେ ପ୍ରବନ୍ଧ ଭାଗବତ କର ଅଖିଳ ଜନଙ୍କୁ ଉଦର ଯେ ପ୍ରାଣୀ ଅନ୍ୟ ମାର୍ଗେ ଭଜେ ହରି ଭକତି ଦୂରେ ତେଜେ ବିଷ୍ଣୁ ଭକତି ଭାବ ଛାଡ଼ି ତ୍ରିବର୍ଗ ମଧ୍ୟେ ଲୋଭ ବଢ଼ି ତାହାର ସୁଖ ଲେଶ ନାହିଁ ସମୁଦ୍ର ଯେନେ ନାବ ଥାଇ ଜଳ ପବନ ମେଘ ବଳେ କୂଳେ ନ ଲାଗି ଭାସେ ଜଳେ ତାହାଙ୍କ ଗତି ସେଇ ମତ ଶୁଣ ହେ ପରାଶର ସୁତ ଯେ ତୁମ୍ଭ ଧର୍ମ ଶିକ୍ଷା ଘେତି ନିନ୍ଦିତ କାମ୍ୟ କର୍ମ ଚିନ୍ତି ସ୍ୱଭାବେ ମୂଢ଼ ଜନ ସେହି ଜନ ବିଅର୍ଥ ତାହାର ଜୀବନ ତୁମ୍ଭ ବଚନେ ମତି ଭ୍ରମ ସେ ତାକୁ ବିଚାରି ସ୍ୱଧର୍ମ ସାଧୁଙ୍କ ସଙ୍ଗେ ନ ବସନ୍ତି ଜଗତେ ନାହିଁ ତାଙ୍କ ଗତି ପାପ ଆଚରି ନର ଲୋକେ ଅନ୍ତେ ସେ ପଡ଼ନ୍ତି ନରକେ ତୁମ୍ଭେ ସ୍ୱଭାବେ ବିଚକ୍ଷଣ ଭାବ ଅଭାବ ଭଲେ ଜାଣ ଅନନ୍ତ ପାର ବିଷ୍ଣୁ କଥା ତୁମ୍ଭେ ବର୍ଣ୍ଣନେ ସାମରତା ନିବୃତ୍ତି ପ୍ରବୃତ୍ତି ଏ ଭାବେ ଯେମନ୍ତେ ପ୍ରାଣୀ ନିସ୍ତରିବେ ହରିଚରିତ ଦୀପକର ଜନଙ୍କୁ ଅନ୍ଧାରୁ ଉଦ୍ଧର ଯେ ପ୍ରାଣୀ ନିଜ ଧର୍ମ ତେଜି ହରିଚରଣ ଦୃଢ଼େ ଭଜି ଭଜୁ ମୋରଇ ଯେବେ ଦୁଃଖେ କେବେ ହେନ ପଡ଼େ ନରକେ ସ୍ୱଧର୍ମେ ଥାନ୍ତି ଯେବା ପ୍ରାଣୀ ହରି ଭକତି ନ ପ୍ରମାଣୀ ଅନ୍ତେ ତାହାଙ୍କ ଗତି ଯେତେ କେ ଅନୁମାନି ପାରେ ଚିତେ ଏବେ ଶୁଣ ମୁନିବର ପଣ୍ଡିତ ଜନଙ୍କ ବ୍ୟବହାର କାଳର ବସେ ପୁଣ ପୁଣ ଏବବ ମଧ୍ୟରେ ଭ୍ରମଣ ପୂର୍ବ ଅର୍ଜିତ କର୍ମ ବସେ ଦୁଃଖ ସଦୃଶ ସୁଖ ଆସେ ଏ ଅଧ ଊର୍ଦ୍ଧ ବେନିପତେ ପ୍ରାଣୀ ଭ୍ରମନ୍ତି ନିରତେ ଯେ ଲାଭ କେହି ନ ଭଜନ୍ତି ସେ ଲାଭେ ଯାର ଚିତ୍ତେ ଚିନ୍ତି ସେ ଅର୍ଥେ ଯତ୍ନ ଯେ କରନ୍ତି ସଂସାରେ ପଣ୍ଡିତ ସେ ବୋଲାନ୍ତି ତାହାଙ୍କ ମଧ୍ୟେ ଜଣେ ଜଣେ ଲୋଭିଲେ ସେ ଫଳ ଧାରଣେ ସେ ଫଳ ପାଇ ସୁଖେ ଖାଇ ଭ୍ରମଣେ ଶ୍ରମ ନ ଲାଗଇ ଏଣୁ ମୁକୁନ୍ଦ ପାଦ ଗତେ ଯେ ପ୍ରାଣୀ ଭଜନ୍ତି ନିରତେ ମୁକୁନ୍ଦ ପାଦ ତାର ଗତି ଅନ୍ୟର ପ୍ରାୟ ନ ଭବନ୍ତି ମୁକୁନ୍ଦ ପାଦ ତାର ଗତି ଅନ୍ୟର ପ୍ରାୟ ନ ଭ୍ରମନ୍ତି କୃଷ୍ଣର ପାଦ ପଦ୍ମରସ ନିରେତେ କରନ୍ତି ଯେ ଗ୍ରାସ ସେ ରସ ଛାଡ଼ିବେ କେମତେ ରସେ ରସିକ ଜନ ଯେତେ ଈଶ୍ୱର ହେତୁ ଏ ସଂସାରୁ ଈଶ୍ୱର ବାହାର ଯେଣୁ ଉତ୍ପତ୍ତି
ସ୍ଥିତି ନାଶ ଈଶ୍ୱର ହୁଅଇ ପ୍ରବେଶ ଏଣୁ ଲୀଳାକୁ କରିଅଛି ପ୍ରାଣୀ କି ନୋହିବ ପ୍ରତକ୍ଷୀ ଈଶ୍ୱର ଜୀବ ଏ ସଂସାର ଏ ସର୍ବ ଏକଇ ପ୍ରକାର ଏ ସର୍ବ ବ୍ରହ୍ମ ଭାବେ ଜାଣି ବେଦରେ ଅଛି ପରିମାଣୀ ତୁମ୍ଭେ ସର୍ବଜ୍ଞ ମୁନିବର ତଥାପି କହିଲି ଯା ସାର ତୁମ୍ଭେ ଯେ ଆତ୍ମା ରାମେ ରମି ଅମୋଘଦର୍ଶୀ ଅନ୍ତର୍ଯ୍ୟାମୀ ପରମ ପୁରୁଷଙ୍କ କଳା ସୁମରି ଗୋବିନ୍ଦର ଲୀଳା ସଂସାର ନିସ୍ତାରଣ ଅର୍ଥେ ଶ୍ରୀ ଭାଗବତ କର ଗ୍ରନ୍ଥେ ସ୍ୱଭାବେ ଜନ୍ମ ଯାର ନାହିଁ ମାୟା ଶୈଳେ ଦେହ ବହି ତାର ଚରିତ ଧରି ଚିତେ ପ୍ରକାଶ କର ଜନହିତେ ଏଉ ସେ ପୁରୁଷାର୍ଥ ସାର ଯଜ୍ଞ ତପସ୍ୟା ବେଦ ସାର ଇଷ୍ଟ ପୂଜନ ଜପ ଦାନ ଯେବେ ଭାବଇ କୃଷ୍ଣ ନାମ ତାହାଙ୍କ ଫଳ ଏ ଅଟଇ ତା ବିନୁ ନିଶ୍ଚଳ ହୁଅଇ ପୂର୍ବେ ନିର୍ମଳ ଋଷି ଜନେ ତପ ଆଚରି ଘୋର ବନେ ସଂସାର ସାର କୃଷ୍ଣ କଥା ନିରତେ ଗାଇ ଗୁଣ ଗାଥା ଏ ଭାବ ପାଇଲି ଯେ ମତେ କହିବି ତୁମ୍ଭର ଅଗ୍ରତେ ପୂର୍ବେ ମୁଁ ଦକ୍ଷ ସାପ ପାଇ ଜନ୍ମିଲି ଦାସୀ ପୁତ୍ର ହୋଇ ବ୍ରାହ୍ମଣ ଘରେ ସେ ଏକାକୀ ମୋହର ଜନନୀ ସେବକୀ ବ୍ୟାପାର କରେ ରାତ୍ର ଦିନେ ଏମନ୍ତ ବିଧିର ବିଧାନେ ଯେ ବିପ୍ର ଗୃହେ ବର୍ଷା କାଳେ ଅତିଥି ବ୍ରାହ୍ମଣେ ମିଳିଲେ ତାହାଙ୍କୁ ଅନ୍ନ ଜଳ ଦେଇ ବ୍ରାହ୍ମଣ କହେ ଭାବ ବଇ ହେ ବିପ୍ରେ ଶୁଣ ମୋ ବଚନ ଆଜ ଜୀବନ ମୋର ଧନ୍ୟ ତୁମ୍ଭର ଦୟା ଯେବେ ମୋତେ ମୋ ଘରେ ରୁହ ଦିନା କାତେ ଦୁର୍ଗମ ବର୍ଷ ମାସ ଚାରି ଏରି ତୁମର ଘରେ ସାରି ହେଉ ବଇଲେ ବିପ୍ରଜନେ ବ୍ରାହ୍ମଣ ଗୃହେ ଶୁଦ୍ଧ ମନେ ରହିଲେ ମନର ସନ୍ତୋଷେ ମୁଁ ସେବା କଲି ତାଙ୍କ ପାଶେ ବାଳୁତ ଚଞ୍ଚଳତା ଚିତ୍ତ ଛାଡ଼ି ମୁଁ ଯେବେ ଅବିରତ ସେ ବିପ୍ରଗଣେ ମୋତେ ଚାହିଁ ଆଶ୍ୱାସ କଲେ ଦୟା ବହି ସମଦରସି ଯେଣୁ ସର୍ବେ କୃପା ସେ କଲେ ମୋର ଭାବେ ତାହାଙ୍କ ଭୋଜନର ଅନ୍ତେ ପତ୍ରେ ଉଚ୍ଛିଷ୍ଟ ଥାଇ ଯେତେ ତାହା ଭୁଞ୍ଜଇନି ତେ ମୁହିଁ ଅନ୍ୟ ଭୋଜନ ନ ଜାଣଇ ଉଚ୍ଛିଷ୍ଟ ଭୋଜନ ପ୍ରସାଦେ ମୋହର ଚିତୁ ଅପ୍ରମାଦେ ସର୍ବ କିଳ ବିଷ ବେଗେ ଗଲା ତାହାଙ୍କ ଧର୍ମ ଉଦେ ହେଲା ବିପ୍ରଙ୍କ ମୁଖ ହରିବାଣୀ ତାହାଙ୍କ ଅନୁଗ୍ରହେ ଶୁଣି ପଦକୁ ପଦ ଗୀତ ସ୍ୱରେ ସେ ବାଣୀ ମୋର ମନେ ସ୍ମରେ ନିରତେ ଶୁଣି ପଦେ ପଦେ ମନେ ବୁଡ଼ିଲା କୃଷ୍ଣ ପାଦେ କୃଷ୍ଣ ହୁଆନ ନ ଜାଣଇ ବିଷୟ ରସ ଆଉ କାହିଁ ଯେଣୁ ଏ ସତ ସତ ରୂପ ପ୍ରାଣୀଙ୍କ ହୃଦୟରେ କଳ୍ପିତ ଆପଣା ଅଜ୍ଞାନ ସେ ଅଟେ କେବେ ହେ ସତ୍ୟ ସେ ନ ଘଟେ ମୁହିଁ ଦେଖଇ ବାହ୍ୟ ଅନ୍ତେ ହରି ହୁ ନାହିଁ କେ ଜଗତେ ଏମନ୍ତେ ବରଷା ସରିଲା ଶରଦ ଋତୁ ପ୍ରକାଶିଲା ବିପ୍ରଙ୍କ ସଙ୍ଗେ ହରିବାଣୀ ନିରତେ ଶୁଣି ମୁଖେ ଭଣୀ ସାତ୍ୱିକ ଭକ୍ତି ମୋର ମନେ ପ୍ରକାଶ ହେଲା ଅନୁକ୍ଷଣେ ମୋହର ସେବା ଦିନୁ ଦିନେ ଦେଖି ସନ୍ତୋଷ ବିପ୍ରଜନେ ଜାଣିଲି ସୁଧ
ସତ୍ୱରୂପେ ଭକତି ଜାତ ମୋର ଚିତେ ଯିବାର ବେଳେ ମୋତେ ରାଇ କୃଷ୍ଣ ସାଧନ ଶିକ୍ଷା ଦେଇ ଗୁହ୍ୟ ତମ ଜ୍ଞାନ ଯେଣେ ଉଦିତ ଭଗବାନ। ସର୍ବକ ଇଲେ ମୋର କନେ ଦିନବ ସ୍ଥଳ ମୁନି ଜନେ ବିଷ୍ଣୁର ମାୟା ଅନୁଭବ ତେଣୁ ଜାଣିଲି ମୁହିଁ ସର୍ବ ସେ ଭାବ ଭାବି ଅପ୍ରମାଦେ ପ୍ରାଣୀ ପଶନ୍ତି କୃଷ୍ଣ ପାଦେ କୃଷ୍ଣେ ଅର୍ପିତ ଏଣୁ କର୍ମ କଲେ ତୁଟଇ ଭବ ଭ୍ରମ ଆତ୍ମାରେ ଜ୍ଞାନ ପ୍ରକାଶଇ ତ୍ରିତାପମାନ କ୍ଷୟ ଯାଇ ଯାହା ଭୋଜନେ ବ୍ୟାଧି ଜାତ ତହୁଁ କେବେ ହେଁ ନୁହେଁ ଶାନ୍ତ ମିଶିଲେ ସେ ଅନ୍ୟ ଦ୍ରବ୍ୟରେ ତେବେ ବ୍ୟାଧିକୁ ନାଶ କରେ ଯେ କର୍ମ ସଂସାର କାରଣ ସେ ନୁହେଁ ତାହାର ବାରଣ ହେଳେ ଈଶ୍ୱର ସମର୍ପଣ ବିନା ସେ କର୍ମର ବନ୍ଧନ ଏଣୁ ଗୋବିନ୍ଦ ରସ ତେଜି ଯେବେ ବିଷୟର ସେ ମଜି ସେ କାହିଁ ତରିବ ସଂସାରେ ପଡ଼ଇ ଘୋର ଅନ୍ଧକାରେ ଏବବ ମଧ୍ୟେ ଦେହ ଧରି ବିଷ୍ଣୁ ତୋଷଣେ କର୍ମ କରି ଭକତି ଯୋଗ ଜାତ ହୋଇ ଜ୍ଞାନ ଅଧୀନ ତାର ହୋଇ ଯେବେ ସକଳ କର୍ମ କରି ବିଷ୍ଣୁ ଅର୍ପଣ ମନେ ଧରି ବିଷ୍ଣୁର ଯେତେ ଗୁଣଗ୍ରାମ ଜଗତେ ଅଛି ଯେତେ ନାମ ମୁଖେ ଉଚ୍ଚାରି ମନେ ସ୍ମରି ସେ ଭକ୍ତି ଯୋଗେ ଅଧିକାରୀ ଅରୂପ ବ୍ରହ୍ମ ମନେ ସ୍ମରି ସେ ଚିତେ ତାଙ୍କ ନାମ ଧରି ଶ୍ରୀ ବାସୁଦେବ ଯେ ପ୍ରଦ୍ୟୁମ୍ନ ଯେ ଅନିରୁଦ୍ଧ ସଂକର୍ଷଣ ମନ୍ତ୍ର ଉଚ୍ଚାରି ମୂର୍ତ୍ତି କରି ପୂଜା କରନ୍ତି ଭକ୍ତି ଭରି ସେ ନ ପଡ଼ନ୍ତି ମାୟା ମୋହେ ଅନ୍ତେ ପଶନ୍ତି କୃଷ୍ଣ ଦେହେ ଏମନ୍ତେ ସାଧୁ ସଙ୍ଗ ଫଳେ କୃଷ୍ଣ ଭକତି ଯୋଗ ବଳେ ସେ ହରି ମୋତେ ଜ୍ଞାନ ଦେଲା ଅଶେଷ ଦୁଃଖ ପାର କଲା ଏବେ ହୋ ଶୁଣ ମୁନିବର ହରି ଚରଣେ ମନ ଧର କୃଷ୍ଣର ନାମ ଯଶ ଯେତେ ପ୍ରାଣୀ କି କହ ଭାଗବତେ ଯେଣେ ପଣ୍ଡିତ ଜନଙ୍କର ଅବୋଧ କର୍ମ ଜୀବ ଦୂର ବିଷୟ ଦୁଃଖୀ ପ୍ରାଣୀଙ୍କର ଅନ୍ୟଥା ଗତି ନାହିଁ ଆର ସେ ଭାବେ ଭାଗବତ ଶୁଣି ତରିବେ ଭବ ତରଙ୍ଗିଣୀ ଏମନ୍ତେ ବ୍ୟାସ ଆଗେ କହି ବୀଣା ଯାଇ କୃଷ୍ଣ ଗାଇ ସେ ମୁନି ବର ପାଦ ଯୁଗେ ସୃଜନେ ନମ ଅନୁରାগে ହୋଇବ ভব বন্ধনাশ কহি জগন্নাথ দাস। ইতি শ্রীমদ্ভাগবতে মহাপুরাণে পারমহংস্যাং সংহিতায়াং প্রথম স্কন্ধে ব্যাস নারদ সংবাদ নাম পঞ্চম অধ্যায়। বিমস্যাপি রণে ভঙ্গ মুনেরেপি মতিভ্রম যদি শুদ্ধমশুদ্ধবাং মম দোষ ন বিদ্যতে। জয় জগন্নাথ, জয় জগন্নাথ, জয় জগন্নাথ।